ସମସ୍ତଙ୍କୁ ସ୍ୱାଗତ। କେବେ ଭାବିଛନ୍ତି କି ଏହି जो ଷ୍ଟକ୍ ମାର୍କେଟର ଏତେ ସବୁ ହଇଚଇ ଏହାକୁ କ'ଣ ଗୋଟେ ସହଜ କାହାଣୀ ଭଳି ପଢ଼ିହେବ? ହଁ, ଏହା ସମ୍ଭବ ଯଦି ଆମ ପାଖରେ ଠିକ୍ ଟୁଲ୍ସ ବା ଉପକରଣ ଥାଏ। ତେବେ ଆଜିର ଏହି ବିଶ୍ଳେଷଣରେ ଆମେ ସେହି ଟୁଲବକ୍ସ ଭିତରକୁ ଟିକେ ନଜର ପକାଇବା। ଏଇଟା ହିଁ ତ ସବୁଠୁ ବଡ଼ ପ୍ରଶ୍ନ ନୁହେଁ କି? ଆଉ ସବୁ ଟ୍ରେଡର ଏହାରି ଉତ୍ତର ଖୋଜୁଥାନ୍ତି। ଚାଲନ୍ତୁ ଦେଖିବା ଆଜି ଆମେ ଏହି ରହସ୍ୟ ଉପରେ କେତେ ପର୍ଦ୍ଦା ଉଠାଇ ପାରୁଛେ। ହଁ, ଏକଦମ ଠିକ୍। ଏହାକୁ ଗୋଟେ ଟୁଲବକ୍ସ ବୋଲି ହିଁ ଭାବି ନିଅନ୍ତୁ, ଯେଉଁଥିରେ ବଜାରକୁ ପଢ଼ିବା ପାଇଁ ଆଉ ସେହି ଅନୁସାରେ ନିଜର ଚାଲ ଚାଲିବା ପାଇଁ ଅଲଗା ଅଲଗା ଉପକରଣ ରହିଛି। ତେବେ ଚାଲନ୍ତୁ ସେହି ଟୁଲବକ୍ସରୁ ପ୍ରଥମ ଉପକରଣଟି ବାହାର କରିବା। ତେବେ ଆମ ଟୁଲବକ୍ସର ପ୍ରଥମ ଉପକରଣଟି ହେଉଛି କ୍ୟାଣ୍ଡେଲ ଷ୍ଟିକ୍। ଏହା ଆମକୁ ବଜାରର ଭାଷା ବା କାହାଣୀ ପଢ଼ିବାରେ ସାହାଯ୍ୟ କରେ। ସରଳ ଭାଷାରେ କହିଲେ କ୍ୟାଣ୍ଡେଲ ଷ୍ଟିକ୍ ଚାର୍ଟ ହେଉଛି ଗୋଟେ ଫଟୋ। ଏହା ଦେଖାଏ ଯେ ଗୋଟେ ନିର୍ଦ୍ଦିଷ୍ଟ ସମୟ ଭିତରେ, ଯେମିତିକି ଗୋଟେ ମିନିଟ୍, ଘଣ୍ଟାଏ କିମ୍ବା ଦିନେ, କୌଣସି ଜିନିଷର ଦାମ କେଉଁଠୁ ଆରମ୍ଭ ହେଲା, କେଉଁଠି ସରିଲା ଆଉ କେତେ ଉପର ତଳ ହେଲା। ପ୍ରତ୍ୟେକ କ୍ୟାଣ୍ଡେଲ ଭିତରେ ଏହି 4ଟି ଜରୁରୀ ତଥ୍ୟ ଥାଏ। ଦେଖିବାକୁ ତ ବହୁତ ଛୋଟ, କିନ୍ତୁ ଏହା ଭିତରେ ବହୁତ କିଛି ସୂଚନା ଲୁଚି ରହିଥାଏ। ଆସନ୍ତୁ ଦେଖିବା ଏହା କେମିତି କାମ କରେ। କ୍ୟାଣ୍ଡେଲର ରଙ୍ଗ ହିଁ ତ ସବୁ କଥା କହିଦିଏ। ଏମିତି ଭାବନ୍ତୁ, ଯେମିତି କିଣିବାବାଲା ଆଉ ବିକିବାବାଲାଙ୍କ ଭିତରେ ଗୋଟେ ଯୁଦ୍ଧ ଚାଲିଛି। ଯଦି କ୍ୟାଣ୍ଡେଲର ଶରୀରଟା ସବୁଜ, ତାମାନେ କିଣିବାବାଲା ଜିତିଗଲେ ଆଉ ଦାମକୁ ଉପରକୁ ଟାଣିନେଲେ। କିନ୍ତୁ ଯଦି ତାହା ଲାଲ, ତାମାନେ ବିକିବାବାଲା ଜିତିଲେ ଆଉ ଦାମକୁ ତଳକୁ ଠେଲିଦେଲେ। ପ୍ରତିଟି କ୍ୟାଣ୍ଡେଲ ହେଉଛି ଏହି ଯୁଦ୍ଧର ଫଳାଫଳ। ଆଉ ଏବେ ଆସିଲା ପ୍ରକୃତ ମଜା। ଗୋଟିଏ କ୍ୟାଣ୍ଡେଲ ତଥ୍ୟ ଦିଏ ସତ, କିନ୍ତୁ ଯେତେବେଳେ ଏମିତି ଅନେକ କ୍ୟାଣ୍ଡେଲ ଏକାଠି ହୁଅନ୍ତି, ସେମାନେ ଗୋଟେ ପ୍ୟାଟର୍ନ ବା ନମୁନା ତିଆରି କରନ୍ତି। ଆଉ ଏହି ପ୍ୟାଟର୍ନଗୁଡ଼ିକ ହିଁ ବଜାରର ମନୋଭାବକୁ ଦର୍ଶାଏ, ଯେ ଲୋକେ ଡରୁଛନ୍ତି ନା ଲୋଭ କରୁଛନ୍ତି। ଏହି ହ୍ୟାମର ପ୍ୟାଟର୍ନକୁ ଟିକେ ଦେଖନ୍ତୁ। ଏହାର ନାଁ ହିଁ ତାର ଆକୃତିରୁ ଆସିଛି। ଯେତେବେଳେ ଦାମ ଲଗାତାର ତଳକୁ ଖସୁଥାଏ ଆଉ ଏମିତି ଗୋଟେ ହାତୁଡ଼ି ଦେଖାଯାଏ, ଏହା ଗୋଟେ ସଙ୍କେତ ଦିଏ ଯେ ବିକିବାବାଲା ଏବେ ଦୁର୍ବଳ ହୋଇଗଲେଣି ଆଉ କିଣିବାବାଲା ବଜାରକୁ ନିଜ ହାତକୁ ନେବାକୁ ପୁରା ପ୍ରସ୍ତୁତ। ଏହି ସ୍ଲାଇଡ୍ଟି ବହୁତ ହି ଗୁରୁତ୍ୱପୂର୍ଣ୍ଣ। ଦେଖନ୍ତୁ, ହ୍ୟାମର ଆଉ ହ୍ୟାଙ୍ଗିଂ ମ୍ୟାନ୍ ଦେଖିବାକୁ ପୂରାପୂରି ଏକାଭଳି, କିନ୍ତୁ ସେମାନେ କେଉଁଠି ଅଛନ୍ତି ତାହା ସେମାନଙ୍କର ଅର୍ଥକୁ ପୁରା ବଦଳେଇ ଦିଏ। ତଳେ ଦେଖାଗଲେ ଏହା କିଣିବାର ସଙ୍କେତ, କିନ୍ତୁ ଉପରେ ଦେଖାଗଲେ ଏହା ବିକିବାର ଏକ ସତର୍କ ସଙ୍କେତ। ତେଣୁ ମନେ ରଖିବାକୁ ହେବ, ପ୍ରସଙ୍ଗ ହିଁ ସବୁକିଛି। ଏହି ଏନଗଲ୍ଫିଂ ପ୍ୟାଟର୍ନ ହେଉଛି ଗୋଟେ ବହୁତ ସ୍ପଷ୍ଟ ସଙ୍କେତ। ଏନଗଲ୍ଫ ମାନେ ହେଉଛି ଗ୍ରାସ କରିଯିବା। ଯେତେବେଳେ ଗୋଟେ ବଡ଼ କ୍ୟାଣ୍ଡେଲ ତାର ପୂର୍ବ ଛୋଟ କ୍ୟାଣ୍ଡେଲକୁ ପୁରା ଘୋଡ଼ାଇ ଦିଏ, ଏହା ଦର୍ଶାଏ ଯେ ବଜାରର ଦିଗରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ବହୁତ ବଢ଼ିଆ, ଆମେ ବଜାରର କାହାଣୀ ପଢ଼ିବା ଶିଖିଗଲେ। କିନ୍ତୁ ଏବେ କ'ଣ କରିବା? ଠିକ୍ ଏଇଠି ଆମ ଟୁଲବକ୍ସର ଦ୍ୱିତୀୟ ଉପକରଣ କାମରେ ଆସିବ, ଯାହା ଆମକୁ ସେହି ସଙ୍କେତ ଉପରେ କିଛି ଆକ୍ସନ୍ ନେବାକୁ ସାହାଯ୍ୟ କରିବ। ଅପସନ୍ସକୁ ଗୋଟେ ଟିକେଟ୍ ବୋଲି ଭାବିପାରିବେ। ଆମେ ଗୋଟେ ଛୋଟ ଶୁଳ୍କ ଦେଉ, ଯାହାକୁ କୁହାଯାଏ ପ୍ରିମିୟମ୍, ଆଉ ବଦଳରେ ଆମକୁ ଗୋଟେ ଅଧିକାର ମିଳେ। ସବୁଠୁ ଜରୁରୀ କଥା ହେଲା, ଏହା ଏକ ଅଧିକାର, କୌଣସି ବାଧ୍ୟତା ନୁହେଁ। ଯଦି ଲାଗେ ଯେ ଏଥିରେ ଲାଭ ନାହିଁ, ତେବେ ସେହି ଅଧିକାରକୁ ବ୍ୟବହାର ନ କରିବାର ସ୍ୱାଧୀନତା ବି ଆମ ପାଖରେ ଅଛି। ଯେତେବେଳେ ଲାଗେ ଯେ କୌଣସି ଷ୍ଟକ୍ର ଦାମ ବଢ଼ିବାକୁ ଯାଉଛି, ସେତେବେଳେ ଏକ କଲ୍ ଅପସନ୍ କିଣାଯାଏ। ଏହା ଏକ ପ୍ରକାରର ବାଜି ଲଗେଇବା ଭଳି ଯେ ଦାମ ଉପରକୁ ହିଁ ଯିବ। ଚାଲନ୍ତୁ ଏକ ଉଦାହରଣ ନେବା। ଧରନ୍ତୁ XYZ ଷ୍ଟକ୍ର ଦାମ ଏବେ 100 ଟଙ୍କା ଅଛି, ଆଉ ଅନୁମାନ କରାଯାଉଛି ଯେ ଏହା ବଢ଼ିବ। ତେବେ 105 ଟଙ୍କାରେ କିଣିବାର ଅଧିକାର ପାଇଁ 5 ଟଙ୍କାର ପ୍ରିମିୟମ୍ ଦିଆଗଲା। ଏବେ ଯଦି ଷ୍ଟକ୍ର ଦାମ 130 ଟଙ୍କା ହୋଇଯାଏ, ତେବେ ତାକୁ 105 ଟଙ୍କାରେ କିଣି 130 ଟଙ୍କାରେ ବିକିହେବ। ପ୍ରିମିୟମର 5 ଟଙ୍କା ବାଦ ଦେଲା ପରେ ବି ପ୍ରତି ସେୟାରରେ 20 ଟଙ୍କାର ଲାଭ ହେବ। କିନ୍ତୁ ଯଦି ଅନୁମାନ ଭୁଲ ହୁଏ, ତେବେ କ'ଣ ହେବ? ଯଦି ଷ୍ଟକ୍ର ଦାମ ଖସିଯାଏ, ତେବେ କେବଳ ସେହି ଦେଇଥିବା ପ୍ରିମିୟମ୍ ହିଁ କ୍ଷତି ହେବ। ସାଧାରଣତଃ ଗୋଟେ ଅପସନ୍ କଣ୍ଟ୍ରାକ୍ଟରେ 100 ସେୟାର ଥାଏ, ତେଣୁ 5 ଟଙ୍କା ପ୍ରିମିୟମ୍ ହିସାବରେ ସର୍ବାଧିକ କ୍ଷତି ହେବ 500 ଟଙ୍କା। ଆଉ ଏଇଟା ହିଁ ହେଉଛି ଅପସନ୍ସର ସବୁଠୁ ବଡ଼ ଆକର୍ଷଣ। ଏଥିରେ କ୍ଷତି କେତେ ହେବ ତାହା ଆଗରୁ ଜଣାଥାଏ। ଆମେ ଦେଇଥିବା ପ୍ରିମିୟମ୍ ଠାରୁ ବେଶୀ କ୍ଷତି ହେବାର ସମ୍ଭାବନା ନାହିଁ, କିନ୍ତୁ ଲାଭ ଅସୀମିତ ହୋଇପାରେ। ଏବେ ଠିକ୍ ଏହାର ଉଲ୍ଟା। ଯଦି ଲାଗେ ଯେ ଦାମ ତଳକୁ ଖସିବ, ତେବେ ପୁଟ୍ ଅପସନ୍ କିଣାଯାଏ। ଏହା ମୂଲ୍ୟ ହ୍ରାସ ଉପରେ ବାଜି ଲଗାଇବା ଭଳି। ବର୍ତ୍ତମାନ ଆମ ପାଖରେ 2ଟି ଯାକ ଉପକରଣ ଅଛି, ଗୋଟିଏ ପଢ଼ିବା ପାଇଁ ଆଉ ଅନ୍ୟଟି କାମ କରିବା ପାଇଁ। ଚାଲନ୍ତୁ ଦେଖିବା ଏହି 2ଟିକୁ ଏକାଠି କେମିତି ବ୍ୟବହାର କରାଯାଏ। ଦେଖନ୍ତୁ, ଏହା ଏକ ସରଳ 3ଟି ପର୍ଯ୍ୟାୟର ପ୍ରକ୍ରିୟା। ପ୍ରଥମେ କ୍ୟାଣ୍ଡେଲ ଷ୍ଟିକ୍ ଚାର୍ଟରେ ଏକ ସଙ୍କେତ ଖୋଜାଯାଏ, ଯେମିତିକି ଏକ ବୁଲିଶ ଏନଗଲ୍ଫିଂ ପ୍ୟାଟର୍ନ। ଦ୍ୱିତୀୟରେ ସେହି ସଙ୍କେତ ଆଧାରରେ ଅନୁମାନ କରାଯାଏ ଯେ ଦାମ ବୋଧହୁଏ ବଢ଼ିବ,
ଆଉ ତୃତୀୟରେ ସେହି ଅନୁମାନକୁ କାମରେ ଲଗାଇବା ପାଇଁ ଏକ କଲ୍ ଅପସନ୍ କିଣାଯାଏ। ତେବେ ଏହିସବୁ ଟୁଲ୍ସ ବ୍ୟବହାର କରିବା ପୂର୍ବରୁ କିଛି ଜରୁରୀ କଥା ମନେ ରଖିବା ନିହାତି ଆବଶ୍ୟକ। ଏହି କଥାଟିକୁ ସବୁବେଳେ ମନେ ରଖିବା ଉଚିତ, କୌଣସି ବି ପ୍ୟାଟର୍ନ କିମ୍ବା ଟୁଲ୍ ଲାଭର ଗ୍ୟାରେଣ୍ଟି ଦେଇନଥାଏ। ଏଗୁଡ଼ିକ କେବଳ ସମ୍ଭାବନାକୁ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ। ବିପଦ ସବୁବେଳେ ରହିଛି। ତେବେ ଆଜିର ଏହି ବିଶ୍ଳେଷଣରୁ ମୁଖ୍ୟ ଶିକ୍ଷା କ'ଣ ମିଳିଲା? କ୍ୟାଣ୍ଡେଲଷ୍ଟିକ୍ ହେଉଛି ବଜାରର ଭାଷା, ଆଉ ଅପସନ୍ସ ହେଉଛି ସେହି ଭାଷା ବୁଝି ସାରିବା ପରେ କାମ କରିବାର ଉପାୟ। କିନ୍ତୁ ମନେ ରଖନ୍ତୁ, ଏଗୁଡ଼ିକ କେବଳ ଉପକରଣ, କୌଣସି ଯାଦୁକରୀ ଛଡ଼ି ନୁହେଁ। ଆଉ ଏହି ପ୍ରଶ୍ନ ସହିତ ଆଜିର ବିଶ୍ଳେଷଣକୁ ଏଇଠି ଶେଷ କରୁଛେ। ଟୁଲ୍ସ ବିଷୟରେ ତ ଜଣାପଡ଼ିଗଲା, କିନ୍ତୁ କେଉଁ କାହାଣୀକୁ ପଢ଼ାଯିବ ସେଇ ନିଷ୍ପତ୍ତି ନେବାକୁ ପଡ଼ିବ। ଅଧିକ ଜାଣିବାକୁ ଓ ଶିଖିବାକୁ ଚେଷ୍ଟା ଜାରି ରଖିବା ନିହାତି ଜରୁରୀ। Thanks for watching Odia Stock Pathasala. Don't forget to like, share and subscribe. Your journey to financial freedom starts here.